ବାପାଙ୍କର ଫଟୋର ଚାରୋଟି ଛୋଟ ସାଇଜ୍ ଫଟୋ କପି କରିବା ପାଇଁ କହିଥିଲି। ହଁ ଭାଇ, କାଲି ରାତିରେ ମୁଁ ଷ୍ଟୁଡିଓରୁ ନେଇ ଆସିଛି। ବାପାଙ୍କ ଦଶା କାମ ସାରି ଫେରିକି ଗଲାବେଳେ ସମସ୍ତେ ଗୋଟାଏ ଲେଖାଏଁ କପି ନେଇକି ଯିବେ। ଦଶା କାମ ତ ସୁରୁଖୁରୁରେ ତୁଲାଇବା ପାଇଁ 30 କିଲୋ ନିହାତି ଦରକାର। ହଉ ଭାଇ, ମୁଁ ଯାଉଛି। ବାପା ଗଲା ଦିନଠାରୁ 9 ବର୍ଷର ଦେଖିଛ। 5 ଦିନ ହୋଇଗଲାଣି ମୁହଁରେ ଟୋଟାଏ ପାଣି ମଧ୍ୟ ପକାଇନି। ମୁହଁ ମାରି ଘରଟା ଘରେ ସେମିତି ପଡ଼ିଗଲି। କାନ୍ଦି କାନ୍ଦି ଆଖି ମୁହଁ ଫୁଲିଗଲାଣି। ଦେଖୁନ ଦଶା ମାସରୁ 10 ଥର ଭେଉ ହୋଇଗଲାଣି ଯେ।
ମୁଁ ପ୍ରଶ୍ନ ପକେଇ ପଚାରୁଛି ପାରୁନାହାନ୍ତି ସେ ବୋତାମଟାକୁ। ଏଇ ପୁରୁଣା ଖାନଦାନୀ ଘର ଖଣ୍ଡକ ପାନ ସହିତ ପିଉନ। ମୋର କିଛି ଆପତ୍ତି ନାହିଁ। ସହରରେ ମୋ କୋଠାଟା ଅଧା ଦେଇ ଦେଇକି ପଡ଼ି ରହିଛି। ଗାଁର ଏଇ ଖଞ୍ଜା ଘର ଖଣ୍ଡକ ଗାଁକୁ ବିକି ଦେଇ ସେଇଟାକୁ ପୁରା କରିଦେବି ବୋଲି ଭାବୁଛି। ଜରୁର ଜାଗା ମିଳିଛି। ଆଉ ପୋଖରୀ ସହ ତୋଟଟା ରାଜଭାବରେ ପଡ଼ିଲେ କେମିତି ହୁଅନ୍ତା? ମୋର ତ ଗାଁରେ ଆସି ତାର ଜାଣୁଛି ସେ ଏଇଟା ଚେଞ୍ଜ କଲା। କୋଠାର ଆଗ ଫଳ କିନ୍ତୁ କଣ ଲାଗୁଛି ଲୋକ ବିକ୍ରି କରିଥିଲେ। ଭୁଲ ହେଲା ଛାଡ଼ି ଦିଅ। ମୁଁ ଏଥର ନେଉଛି। ମାଇଁ ଯିବା ଆଉ ବାକି ତକ ରହିଲା ଜମି ସେ ତ କଣ ଭାଗରେ ଆଉ କଣ? ସହରରେ ରହି ଏଜ୍ କାଲକୁଟର। ମୋତେ ଭାଗ ଚାଷ କରିବା ମାତ୍ରକେ ଅଛନ୍ତି ଆଉ। ଗାଁରେ ରହିବାକୁ ଆମ ଭିତରେ ଯେତେବେଳେ କେହି ରାଜି ନାହାନ୍ତି ତେବେ ଏତେ ଏତେ ସମ୍ପତ୍ତି ରଖି ଲାଭ ବା କଣ? ତେଣୁ ତମମାନଙ୍କ ଚିନ୍ତା ଆଉ ହିସାବ ସହ ମୁଁ ସମ୍ପୂର୍ଣ୍ଣ ରୂପେ ଏକମତ। ମା ତୁ ଶୁଣିଛି ସବୁ ଶୁଣିଛି ଭଲ ସେ ହେଡଫୋନ୍ ବେଶ ସବୁ ଚାଲୁଛି। ଭଲ କରିଛ। ସେ କ୍ୟାଲେର ବାଲା ଚାଲ। ଭାଇ ଭାଇ ଭିତରେ ବିଚାର ଆଲୋଚନା କରି ଭଲରେ ଭଲରେ ତୁଟେଇ ଦେଇପାରିଛ। ଦେବତା ଭଳି ଦେବ ଏ ଘରର ଝିଅ ତମମାନଙ୍କର ଗୋଟିଏ ବୋଲି ଭଉଣୀ ଯାହା ତାର ଏଇ ପର ଘରକୁ ଚାଲି ଯାଇଛି ବୋଲି ତା ଭାଗଟାକୁ ଯେମିତି ବୁଡ଼େଇ ନ ଦିଅ। ରହିବାକୁ ବୋଲି ଭାଉଜ ବାପାଙ୍କ ସମ୍ପତ୍ତି ଉପରେ ପୁଅ ସହ ଝିଅର ବି ସମ୍ପୂର୍ଣ୍ଣ ରୂପେ ଅଧିକାର ଅଛି। ତେଣୁ କୁନି ନିଶ୍ଚୟ ଭାଗ
ଘର ଚଳିଛି ଛୋଟ ପଡ଼ିବା ରାସ୍ତା ଜଡ଼ିଏ ପାରିବି କିଛି ଆପତ୍ତି ନାହିଁ। ହେଲେ ତୁ ତ ଜାଣୁ ତୁ ତ ମୋ ଶାଶୁଙ୍କର ଜମା କଲେଜ କରୁ ଦେଖିଲି ତୁଲି ବାହାଘରରେ 2 ଦିନ ଘଟିଲେ କି ନାହିଁ ଶୀଘ୍ର ଅଧିକ ଆସିଲା ତୁ ଯଦି କାହା ବାପେ ଟିକେ ତାକୁ ମୋର କିଛି କରିବାର ନାହିଁ ଏବେ ସେ ଚିଲେ ହେଲା ମୁଁ ଯାଇ ଏକ କାଠୁ ବୁଝେ ଆଚ୍ଛା ରାଜେନ୍ଦ୍ର ମା ତୋ ପାଖରେ ରହିଲି କ୍ଷତି କଥା ସ୍ୱାମୀ ସ୍ତ୍ରୀ ଦୁଇ ଭାଗରେ କୁଟୁମ୍ବ ତୁମର ବିଶେଷ ସମସ୍ୟା ବି ନାହିଁ ଭାଇ ସେଇ ଯୋଉ ପ୍ରାଣୀ ତ ସବୁଠୁ ବେଶୀ ସମସ୍ୟା ତାର ଭଲ ପଡ଼ିଯାଇଛି ହେଡ଼ଫୋନ୍ଟା। ଏହା ଯଦି ସମ୍ଭବ ହୁଅନ୍ତା ନା ତାହେଲେ ତ ସବୁଠୁ ବେଶୀ ଖୁସି ମୁଁ ହୁଅନ୍ତି ସେ ବି ମୋ କଥା ରାଜି ହୁଅନ୍ତେନି ତାଙ୍କର ବି ତ ମା ନାହାନ୍ତି ତେଣୁ ମାର ସାନ୍ନିଧ୍ୟଟା ଆମ ଦୁହିଁକୁ ମିଳନ୍ତା କିନ୍ତୁ ଲୋକେ କଣ କହିବେ ପୁଅମାନେ ଥାଉ ଥାଉ ମା ଯଦି ଝିଅ ଘରେ ଆଶ୍ରୟ ନିଏ ତାହେଲେ ଲୋକ ନିନ୍ଦା ହବନି ସାବାସ୍ ଦେଖୁଛି ଜୀବନ ସାରା କଷ୍ଟ କରି ବାପା ଅର୍ଜନ କରିଥିବା ସମ୍ପତ୍ତି ତକ ନିଜ ନିଜ ଭିତରେ ଖୁବ୍ ସହଜରେ ବାଣ୍ଟି ଦେଇପାରିବ ଅଥଚ 10 ମାସ 10 ଦିନ ଗର୍ଭରେ ରହିଥିବା ଏହି ବିଧବା ମାଟାକୁ ଟିକିଏ ହେଲେ ବାଣ୍ଟି ପାରିଲାନି ଆଉ ସେ ସେମାନଙ୍କ ଭିତରୁ କାହାର ଜଣକ ଭାଗରେ ପଡ଼ିଲାନି ଆଉ ଆଜି ଏଇଟାଇ ବୋଧେ ମୋ ଭାଗ୍ୟର ଭାଗ କ'ଣ ଶେଷ କରୁଛୁ? 10 ମାସ 10 ଦିନ ଗର୍ଭରେ ରଖିଲୁ ରକ୍ତକୁ ପାଣି କରି ତାଙ୍କୁ ବଢ଼ାଇଲୁ 10 ମାସ 10 ଦିନ ଗର୍ଭରେ ରଖିଲୁ ରକ୍ତକୁ ପାଣି କରି ତାଙ୍କୁ ବଢ଼ାଇଲୁ
ତିନିଟା ସ୍କୁଲ ଖୋଲା ହେଲା। ହଁ ଆଜି ବସି ଭାବିଲା ବେଳକୁ ବହୁତ ଡେରି ହୋଇଗଲାଣି। ତମେ ଏମିତି କେମିତି କରୁଛ ଭାଉଜ? ଭାଇ ତ ଆମର ମଣିଷ ଥିଲେ ଦେବତା। ହଁ ଦେବତା। ସେଇଟା ପାଇଁ ତମ ପାଇଁ ସାନ୍ତ୍ୱନା। ତାଙ୍କ ଭିତରେ ଆମ ପାଠ କରିବାର ଅଛି। ନିଶ୍ଚୟ ନିଶ୍ଚୟ। ତମ ସମସ୍ତେ ଯେ ବଡ଼ ଭାଗ୍ୟବାନ। ବାପା ତମର ଯେମିତି ଦେବତା, ମା ବି ତମର ସେମିତି ଲକ୍ଷ୍ମୀ ସାଙ୍ଗର। ଓକିଲ ମଉସା, ମୁଁ ଏଇନେ ମହେନ୍ଦ୍ରକୁ ଆପଣଙ୍କ ପାଖକୁ ପଠେଇବି ବୋଲି ଭାବିଲି। ଅଥଚ ମୁଁ ଆସି ସାହାଯ୍ୟ ଦେବି। ଦେଖିବ ତୁମର ଏଠି ଥିବା ଉତ୍ତମ ମଉସା ବେଶୀ ଦିନ ବଞ୍ଚିବ। ଏ ଆସି ଆମରି ବୁଖରାଲ ଗୁରୁବ ଏ ହସନା ଗାର ପାଠ ଚୁପି ରାସି ବଢିଆ ନାଚ নই সুখী গা